ଦ୍ୱିତୀୟ ବିଚାର। ମୁଁ ଶୁଣୁଛି କାହା ସ୍ୱର ଠିଆ ହୋଇ ମୋ ବିଚିତ୍ର ସ୍ୱପ୍ନର ଛାଇରେ। ସେ କ'ଣ ତମର ସ୍ୱର? ମୁଁ ତ ଜମା ବାରିପାରୁନାହିଁ। ତମ ସ୍ୱର ଶୁଭିନାହିଁ କେତେ ମାସ ଧରି। ମୋ ବିଚିତ୍ର ସ୍ୱପ୍ନର ଛାଇରେ ଠିଆ ଗଛମାନେ ଲଇଁ ଯାଆନ୍ତି ଫୁଲ ଓଜନରେ। ସେ ଫୁଲ ଫୁଟନ୍ତି କ'ଣ ତମ ଲାଗି? ମୁଁ ଜାଣିପାରୁନାହିଁ। ତମ ଦେଖା ମିଳିନାହିଁ କେତେ ମାସ ଧରି। ବର୍ଣ୍ଣହୀନ ପ୍ରତ୍ୟୁଷ ମଧ୍ୟାହ୍ନ ସନ୍ଧ୍ୟା ଓ ରାତ୍ରି ଉତ୍ତାରେ ତମେ ଏକ ନୀଳବର୍ଣ୍ଣ ଅଭାବ ଯେଉଁଠି ସବୁ କାନ୍ଦ ସବୁ ହସ ଲାଖିଯାଏ ଡଙ୍ଗା ପରି ନିଷିଦ୍ଧ ପଠାରେ। ଏବଂ ମୋର 40 କି 50 ବର୍ଷର ନିର୍ବାସନ ମଧ୍ୟରେ ସ୍ୱପ୍ନ ଏହିପରି ଦିଶି କେତେଥର ତମର ସ୍ୱରର କିମ୍ବା ଆକୃତିର ଭ୍ରମ, କେତେଥର ହୋଇ ପୁଣି ଶେଷେ ସ୍ପଷ୍ଟ ନିର୍ମମ ପ୍ରତ୍ୟୁଷେ ଲୀନ ହୋଇଯିବ। ମୋର ପ୍ରାତ୍ୟାହିକ ସ୍ଥିତିର ଉଦ୍ଭ୍ରାନ୍ତ ଇତସ୍ତତ ବିଚରଣ ଲମ୍ବିଯାଏ ଟେଲିଗ୍ରାଫ ତାର ପରି ଦିନେ ଅଚାନକ ସମାପ୍ତିର ଖବର ସକାଶେ। ମୋର ଏହି ସ୍ଥିତି ମିଛ, ଏପରିକି କାନ୍ଦ ଆଉ ହସ ମିଛ। ତାକୁ ଆଙ୍କିଅଛି କାଗଜର ମୁଖାରେ ବିଚିତ୍ର ଚିତ୍ରକାର। ମୁଁ ଚାହେଁନି ପଛକୁ କଦାପି। ପଛକୁ ଚାହିଁଲେ ଖାଲି ଦେଖାଯାଏ ବିକଳାଙ୍ଗ ପ୍ରାଚୀନ କାମନା। ପ୍ରତ୍ୟେକ କାମନା ମାଗେ ଅମରତ୍ୱ, ଏକ ଦୀର୍ଘଶ୍ୱାସ, ବୁନ୍ଦାଏ ଲୁହ ବା କେଉଁ ସ୍ମୃତି ଫଳକରେ ଫୁଲଟିଏ ବା ଅନ୍ତତଃ ସାମାନ୍ୟ ସ୍ମରଣ, ଯାହା ପାଇଁ ଲୋଡ଼େ ନାହିଁ ଟିକିଏ ବି ଦୈହିକ ଆୟାସ। କିନ୍ତୁ ମୁଁ ଯଦିଓ ଫେରି ଚାହେଁନି ପଛକୁ, ଯଦିଓ ଆଗକୁ ଚାଲେ ମୋର ରାସ୍ତା ନ ସରିବା ଯାଏଁ, ସିଗାରେଟ ଟାଣି ଏବଂ ବର୍ଷା କୋଟ ଭିତରେ ନିଜକୁ ବର୍ଷାରୁ ବଞ୍ଚାଇ, ତେବେ ମଧ୍ୟ ସମୟ ଆସିବ ମତେ ଟାଣି ନେଇ ନିଆଯିବ ବାୟୁଶୂନ୍ୟ ଶଙ୍ଖ ମଲମଲ ପିଣ୍ଡାରେ ଅଦୃଶ୍ୟ ଏକ ବିଚାର କୋଠାକୁ। ମୁଁ କିଏ ପଚରାଯିବ? କ'ଣ ସଂଜ୍ଞା ଦେବି ମୁଁ ନିଜର? ଏତିକି କହିବା ଛଡ଼ା ବେଳେ ମୋର ଭ୍ରମ ହୁଏ ତମର ଆକୃତି ଓ ତମର ସ୍ୱରର। ବହୁଦିନୁ ମରିଥିବା ମଣିଷଙ୍କ ସହିତ ସମ୍ପର୍କ ଏତେ ବେଶୀ, ବେଳେ ବେଳେ ଭ୍ରମ ହୁଏ ନିଜ ଦେହାନ୍ତର। ତାପରେ ସେ ବିଚାରକ ହସି ହସି ଛାଡ଼ିଦବ ମତେ। ଦ୍ୱିତୀୟ ଫାଟକ ଯାଏ, ସେ ଫାଟକ ଉତ୍ତାରେ ଉଦ୍ୟାନ। ସେଠି ଜମା ହୋଇଥିବ ବିକଳାଙ୍ଗ ପ୍ରାଚୀନ କାମନା ମାନଙ୍କର ଉଲ୍ଲସିତ ପ୍ରସ୍ତ ସରଳ ଯୌବନ।